ଧର୍ମରେ ଗାଈକୁ ମାତା ବୋଲି ବର୍ଣ୍ଣନା କରନ୍ତି। ଗୃହପାଳିତ ପଶୁ ହୋଇଥିଲେ ମଧ୍ୟ ତାର ଲାଳନ ପାଳନ ନିଜ ପରିବାରର ସଦସ୍ୟ ଭଳି କରିଥାନ୍ତି। ହେଲେ ଏବେ ଜଣେ ମାଲିକ ନିଜ ଗାଈର ମୃତ୍ୟୁ ପରେ ତାର ଏକାଦଶ କର୍ମ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ହିନ୍ଦୁ ଶାସ୍ତ୍ର ରୀତିନୀତିରେ ସମାପନ ହୋଇଛି ଗାଈ ନନ୍ଦିନୀର ଏକାଦଶହ କର୍ମ। ଏଭଳି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କଟକର ନୂଆପଡ଼ା ଅଞ୍ଚଳରେ। କଟକ ନୂଆପଡ଼ା ଅଞ୍ଚଳର ଏକ ପରିବାର ତାଙ୍କ ପୋଷା ଗାଈର ପ୍ରାଣ ଚାଲିଯିବା ପରେ ତାର ଏକାଦଶହ ପାଳନ କରି ହୋମଯଜ୍ଞ ମଧ୍ୟ କରିଛନ୍ତି। ପୋଷା ଗାଈ ନନ୍ଦିନୀର ଆତ୍ମା ଶାନ୍ତି ପାଇଁ ହୋଇଛି ଏହି ହୋମଯଜ୍ଞ। ତେବେ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଘରେ ରଖିଥିବା ଗାଈର ଯଦି ପ୍ରାଣ ଚାଲିଯାଏ ତେବେ ଘରର ସଦସ୍ୟ ଭଳି ତାର ଏକାଦଶହ ପାଳିବାରେ କିଛି ଭୁଲ ନାହିଁ। ସେ ଘରେ ରହିଲେ ମଧ୍ୟ ଅନ୍ୟ ପଶୁଙ୍କ ଭଳି ସେ ପଶୁ ନୁହେଁ, ତାଙ୍କୁ ଦେବତା ଆଶ୍ରିତ ବୋଲି ଗ୍ରହଣ କରାଯାଏ। ଅନ୍ୟପଟେ ଗାଈ ନନ୍ଦିନୀର ଏକାଦଶହ କର୍ମ କରିଥିବା ବ୍ରାହ୍ମଣ କହିଛନ୍ତି, ଏଭଳି ଚିନ୍ତାଧାରା ରଖୁଥିବା ବ୍ୟକ୍ତିବିଶେଷ ସମାଜ ପାଇଁ ବଡ଼ ଉଦାହରଣ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ରୁମ୍।